ଗପ ଅମୃତରେ ବିକ୍ରମ ବେତାଳ ଗଳ୍ପ ବିଚିତ୍ର ପ୍ରେମ। ନିଷେଧ ରାଜ୍ୟର ରାଜକୁମାର ଯଶୋଧର ଶୌର୍ଯ୍ୟ ଓ ପରାକ୍ରମରେ ଅଦ୍ୱିତୀୟ ଥିଲେ। ସେ ପ୍ରଜାମାନଙ୍କୁ ବହୁତ ଭଲ ପାଉଥିଲେ। ଥରେ କ୍ରୂର ପଶୁମାନଙ୍କର ଆକ୍ରମଣରୁ ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଥିଲେ। ପ୍ରଜାମାନଙ୍କୁ ରକ୍ଷା କରିବା ପାଇଁ ସେ କେତେଜଣ ସିପାହୀଙ୍କୁ ସଙ୍ଗରେ ଧରି ଜଙ୍ଗଲକୁ ଗଲେ। ଠିକ୍ ଏହି ସମୟରେ ଗନ୍ଧର୍ବ ଲୋକର ଦୁଇ ପ୍ରେମୀ ଯୁଗଳ ଅଜର ଓ ଚତୁଶ୍ୱରୀ ଭୂଲୋକ ବିହାର କରିବାକୁ ଆସିଥିଲେ। ସେମାନେ ଏକ ସୁନ୍ଦର ପର୍ବତ ଉପରେ ଅବତରଣ କଲେ। ଦୁହେଁ ଏକ ପଥର ଚଟାଣ ଉପରେ ବସିଥିବା ବେଳେ ଅଜର କହିଲେ, ଏହି ଜଙ୍ଗଲର ଉଚ୍ଚ ଉଚ୍ଚ ପର୍ବତ, ମନମୋହକ ପ୍ରପାତ, ସରୋବର, ଆକାଶକୁ ଛୁଇଁଥିବା ବଡ଼ ବଡ଼ ବୃକ୍ଷ ଓ ସେଥିରେ ଜଡ଼ିତ ହୋଇଥିବା ଲତା, ପକ୍ଷୀମାନଙ୍କର କାକଳି ଆଦି ମନୋହର ଦୃଶ୍ୟ ଖୁବ୍ ଭଲ ଲାଗୁଛି। କିନ୍ତୁ ତୁମେ ଏହି ସବୁଠାରୁ ଅଧିକ ସୁନ୍ଦର ମନେ ହେଉଛ। ସେମାନେ ଦୁଇଜଣ ଯେଉଁଠାରେ ବସିଥିଲେ ସେହି ଉଚ୍ଚ ସ୍ଥାନରୁ ସେମାନେ ଯଶୋଧରଙ୍କୁ ଦେଖିପାରୁଥିଲେ। ଯଶୋଧର କ୍ରୂର ପଶୁମାନଙ୍କୁ ବିତାଡ଼ିତ କରୁଥିଲେ ଓ ସେମାନଙ୍କୁ ନିଜ ତୀରରେ ବିଦ୍ଧ କରୁଥିଲେ। ଚତୁଶ୍ୱରୀ ତାଙ୍କର ଯୁଦ୍ଧକୌଶଳ ଦକ୍ଷତା ଓ ନିପୁଣତା ମଗ୍ନ ହୋଇ ଦେଖୁଥିଲେ। ସେହି ଦୃଶ୍ୟ ମଧ୍ୟରେ ସେ ହଜି ଯାଉଥିଲେ। ସେ ଅଜରଙ୍କ କଥା ଶୁଣିପାରିଲେ ନାହିଁ। ଏହି କାରଣରୁ ଅଜର ଭୀଷଣ କ୍ରୋଧିତ ହୋଇ ଉଠିଲେ ଓ କହିଲେ, ମୁଁ ତୁମକୁ ଅତ୍ୟନ୍ତ ଶ୍ରଦ୍ଧାରେ ସୁନ୍ଦର ଦୃଶ୍ୟରାଜି ସମ୍ପର୍କର ବର୍ଣ୍ଣନା କରୁଛି, କିନ୍ତୁ ତୁମେ ଜଣେ ସାଧାରଣ ମାନବକୁ ଦେଖି ବିମୋହିତ ହେଉଛ। ମୋର ଶକ୍ତି ସମ୍ମୁଖରେ ଜଣେ ସାଧାରଣ ମନୁଷ୍ୟର ଶକ୍ତି ସାମର୍ଥ୍ୟ ଅତି ନଗଣ୍ୟ ଅଟେ। ଦେଖିବ ଏହି କ୍ଷଣି ମୁଁ ତାର କି ଅବସ୍ଥା କରିବି। ଏହିପରି କହି ସେହି ଗନ୍ଧର୍ବ ଯଶୋଧରଙ୍କୁ ଏକ କ୍ଷୁଦ୍ରକାୟ ଆକାରରେ ପରିଣତ କରିଦେଲା। ଅକସ୍ମାତ୍ ନିଜର ଏହିପରି ରୂପ ହୋଇଯିବାରୁ ଯଶୋଧର କିଛି ବୁଝିପାରିଲେ ନାହିଁ। ସେ କେବଳ ସ୍ତବ୍ଧ ହୋଇ ଠିଆ ହେଲେ। ଏତିକି ବେଳେ ଗୋଟିଏ ଠେକୁଆ ଦୌଡ଼ି ଆସି ତାଙ୍କ କାନକୁ ଛୁଇଁ ଚାଲିଗଲା। ତାଙ୍କୁ ଛୁଇଁଦେବା ମାତ୍ରେ ସେ ଓଲଟପାଲଟ ହୋଇ ତଳକୁ ଖସିବାରେ ଲାଗିଲେ। ତାଙ୍କର ଅବସ୍ଥା ଦେଖି ଅଜର ପରିହାସର ସହ ହସି ହସି ଗର୍ବଭରା ସ୍ୱରରେ କହିଲେ, ତୁମେ ଯେଉଁ ମାନବକୁ ଅପଲକ ନୟନରେ ଦେଖୁଥିଲ, ଏବେ ତାର ଦୟନୀୟ ଅବସ୍ଥା ଠିକ୍ ଦେଖିପାରୁଥିବ। ମୁଁ କେବଳ ସେହି ମାନବର ଶିକାର କୌଶଳ ଦେଖୁଥିଲି ଓ ତାହା ଉପଭୋଗ କରୁଥିଲି। ମୁଁ ଏହିପରି କ'ଣ ଭୁଲ କରିଦେଲି ଯେ ତୁମ ମନରେ ଘୃଣା ଓ ଈର୍ଷାଭାବ ସୃଷ୍ଟି ହେଲା? ଈର୍ଷାକାତର ହୋଇ ତୁମେ ତୁମର ଅଦ୍ଭୁତ ଶକ୍ତି ପ୍ରୟୋଗ କରି ପକାଇଲ ଓ ସେହି ମାନବକୁ ଏହିପରି ଦୁର୍ଦ୍ଦଶାକୁ ଠେଲିଦେଲ। ଏଥିରୁ ତୁମର ଦୁଷ୍ଟ ସ୍ୱଭାବ ସହଜରେ ଧରାପଡ଼ି ଯାଉଛି। ଏବେଠାରୁ ମୁଁ ତୁମକୁ ଘୃଣା କରିବା ଆରମ୍ଭ କଲି। ଏହିପରି କହି ଚତୁଶ୍ୱରୀ ଆକାଶ ମାର୍ଗ ଦେଇ ଗନ୍ଧର୍ବ ଲୋକକୁ ଚାଲିଗଲା। ଅଜର ମଧ୍ୟ ବିଚଳିତ ହୋଇ ତାର ପଛେ ପଛେ ଚାଲିଗଲା। ଯଶୋଧର ଏହିପରି ବିଚିତ୍ର ପରିସ୍ଥିତିକୁ ମୁକାବିଲା କରିବା କଥା ଚିନ୍ତା କରୁଥିବା ବେଳେ ହଠାତ୍ ଏକ ଧୂଳିଝଡ଼ର ଶିକାର ହେଲେ। ସେହି ଧୂଳିଝଡ଼ର ପ୍ରଚଣ୍ଡ ପବନ ବେଗରେ ସେ ଘୁରି ଘୁରି ଆକାଶକୁ ଉଠିଗଲେ। ଧୂଳିଝଡ଼ ତାଙ୍କୁ ବହୁତ ଦୂରକୁ ନେଇଯିବା ପରେ ତଳକୁ ଫିଙ୍ଗିଦେଲା। ସେ ଅସହାୟ ହୋଇ ତଳକୁ ଖସି ଆସୁଥିବା ବେଳେ ଏକ ଶୁଆ ପକ୍ଷୀର ଲାଞ୍ଜକୁ ଧରି ପକାଇଲେ ଓ ତା ଉପରେ ବସି ପଡ଼ିଲେ। ସେହି ଶୁଆଟି ଆନ୍ଦଗିରି ରାଜ୍ୟର ଶାସକଙ୍କର ଏକମାତ୍ର କନ୍ୟା ରାଗଲତାଙ୍କର ପାଳିତ ପକ୍ଷୀ। ତେଣୁ ସେ ସିଧା ରାଗଲତାଙ୍କର ଅନ୍ତଃପୁର ମଧ୍ୟକୁ ଚାଲିଗଲା। ସେତେବେଳେ ରାଗଲତା ନିଜର ସଖୀମାନଙ୍କ ସହିତ କନ୍ଦୁକ ଖେଳ ଖେଳୁଥିଲେ। ଆଙ୍ଗୁଳି ମାପର ମୁକୁଟ, ଶିମ୍ବ ମଞ୍ଜି ପରି ଜୋତା, ଲଙ୍କାର ଡେମ୍ଫ ପରି ତରବାରୀ, ଦୁଇଟି ବୀଜ ପରି ଆଖି, ଏହିପରି ଏକ ଆକାରର ମନୁଷ୍ୟକୁ ଦେଖି ସେମାନେ ବିସ୍ମିତ ହେଲେ। ସେମାନେ ବିଚିତ୍ର ରୂପଧାରୀ ଯଶୋଧରଙ୍କୁ ଆବାକ ହୋଇ ଚାହିଁ ରହିଥିଲେ। ଅଦ୍ଭୁତ, ଏହିପରି ଜୀବନ୍ତ କଣ୍ଢେଇ ମୁଁ ଆଜି ଯାଏଁ ଦେଖିନଥିଲି। ରାଜକୁମାରୀ ଯଶୋଧରଙ୍କୁ ନିଜ ହାତର ପାପୁଲି ଉପରେ ରଖି ଏହା କହିଲେ। ରାଗଲତାଙ୍କର ସୌନ୍ଦର୍ଯ୍ୟ ଦେଖି ଯଶୋଧର ଚକିତ ହୋଇ ଚାହିଁ ରହିଲେ। ପ୍ରଥମ ଦେଖାରୁ ସେ ତାଙ୍କୁ ଭଲ ପାଇ ବସିଲେ, କିନ୍ତୁ ସେ ନିଜ ବିଷୟରେ ତାଙ୍କ ଆଗରେ କିଛି ପ୍ରକାଶ କରିବାକୁ ଚାହିଁଲେ ନାହିଁ। ଯଦିଓ ସେ ନିଜର ଏପରି ଲଘୁ ରୂପ ଧାରଣର ରହସ୍ୟ ବୁଝିପାରୁନଥିଲେ, ତଥାପି ତାଙ୍କ ମନରେ ବିଶ୍ୱାସ ଥିଲା ଯେ ଦିନେ ନା ଦିନେ ସେ ତାଙ୍କର ପ୍ରକୃତ ରୂପ ଫେରି ପାଇବେ ଓ ରାଜକୁମାରୀ ରାଗଲତାଙ୍କୁ ବିବାହ କରିବେ। ମୁଁ ଗୋଟିଏ କଣ୍ଢେଇ ନୁହେଁ, ମୁଁ ବୀରମାନଙ୍କର ବୀର ଅଟେ। ମୁଁ ଆଦେଶ ଦେବା ମାତ୍ରେ ଅସଂଖ୍ୟ ସୈନ୍ୟ ମୋର ସହାୟତା ପାଇଁ ଆସି ପହଞ୍ଚିବେ।
ମୋର ଅସାଧାରଣ ବୀରତ୍ୱ ବଳରେ ମୁଁ ଯୁଦ୍ଧ କ୍ଷେତ୍ରରେ ଅନେକ ଶତ୍ରୁଙ୍କୁ ପରାଜିତ କରିଛି। ଯଶୋଧର ପ୍ରକାଶ କଲେ। ଚାଖଣ୍ଡେ ଆକାରର ମାନବ, ସେଥିରେ ପୁଣି ଏତେ ବଡ଼ ବଡ଼ କଥା। ସହଚରୀମାନେ କୌତୁକରେ ହସି ଉଠିଲେ। କିନ୍ତୁ ରାଜକୁମାରୀ ନିର୍ବିଘ୍ନ ଚିତ୍ତରେ ଯଶୋଧରଙ୍କୁ ଚାହିଁଥିଲେ। ଏହା ପରଠାରୁ ରାଗଲତା ଯଶୋଧରଙ୍କ ସହିତ ବିଭିନ୍ନ ପ୍ରକାର ବାର୍ତ୍ତାଳାପ କଲେ। ବନବିହାରକୁ ଗଲାବେଳେ ତାଙ୍କୁ ସାଙ୍ଗରେ ନେଇଗଲେ। ଅଳ୍ପ ଦିନ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ସ୍ଥାପନ ହୋଇଗଲା। ରାଗଲତା ଖୁବ୍ ସୁନ୍ଦର ଚିତ୍ର ଆଙ୍କି ପାରୁଥିଲେ। ସେ ଯୁବରାଜଙ୍କର କ୍ଷୁଦ୍ର ଆକାରର ଚିତ୍ର ଆଙ୍କୁଥିବା ସମୟରେ ଯଶୋଧର ତାଙ୍କ ପଛରେ ଥାଇ କହିଲେ, ସୁନ୍ଦରୀ, ମୁଁ ତୁମକୁ ଭଲ ପାଏ। ମୁଁ ସାଧାରଣ ମାନବ ରୂପକୁ ପ୍ରତ୍ୟାବର୍ତ୍ତନ କରିବା ପରେ ତୁମକୁ ହିଁ ବିବାହ କରିବି। ଏହା ଶୁଣି ରାଗଲତା ଚମକି ପଡ଼ି ପଛକୁ ଚାହିଁଲେ ଓ ଯଶୋଧରଙ୍କୁ ଚାହିଁ ସମ୍ମତି ସୂଚକ ସ୍ମିତହାସ୍ୟ ପ୍ରକାଶ କଲେ। ଅଜର ଗନ୍ଧର୍ବ ଲୋକରେ ଥାଇ ଏହି ଦୃଶ୍ୟ ଦେଖୁଥିଲା। ପାଖରେ ବସିଥିବା ଚତୁଶ୍ୱରୀଙ୍କୁ ସେ କହିଲା, ଦେଖିପାରୁଛ ପ୍ରେମ କେତେ ମହତ୍ତ୍ୱପୂର୍ଣ୍ଣ। ସେଇ କ୍ଷୁଦ୍ର ଆକାରର ଯଶୋଧରଙ୍କୁ ରାଗଲତା ପ୍ରେମ କରୁଛନ୍ତି। କେବଳ ସୌନ୍ଦର୍ଯ୍ୟ ରହିଲେ ଚଳିବ ନାହିଁ, ଯୁବତୀମାନଙ୍କର ହୃଦୟ ଫୁଲ ପରି କୋମଳ ହେବା ମଧ୍ୟ ଦରକାର। ତୁମର ହୃଦୟ ତ ପଥରଠାରୁ ଆହୁରି କଠିନ ମନେ ହେଉଛି। ତୁମେ ଯଶୋଧରର ଜୀବନ ସହିତ ଏବେ ବି ଖେଳୁଛ। ଏହା କ'ଣ ତୁମର ଦୁଷ୍ଟ ସ୍ୱଭାବର ପରିଚୟ ନୁହେଁ? ଚତୁଶ୍ୱରୀ କଠୋର ସ୍ୱରରେ ପ୍ରଶ୍ନ କଲା। ତୁମେ ମୋତେ ବିବାହ କରିବାକୁ ବଚନ ଦେଲେ ମୁଁ ଏହି କ୍ଷଣି ତାକୁ ସାଧାରଣ ମାନବ ରୂପକୁ ପରିବର୍ତ୍ତନ କରିଦେବି। ସୁଯୋଗର ଅସଦ୍ ବ୍ୟବହାର କରୁଥିବା ଜଣେ ସ୍ୱାର୍ଥପର ଲୋକକୁ ମୁଁ କେବେ ବି ଭଲ ପାଇ ପାରେ ନାହିଁ କି ବିବାହ କରିବାକୁ ଚାହେଁ ନା। ଏହିପରି କହି ଚତୁଶ୍ୱରୀ ସେଠାରୁ ଦ୍ରୁତଗତିରେ ଚାଲିଗଲା। ପୃଥ୍ୱୀ ଲୋକରେ ରାଗଲତାର ପିତା ନିଜ ପୁତ୍ରୀର ସ୍ୱୟଂବରର ପ୍ରସ୍ତୁତି କଲେ। ରାଗଲତା ଏହା ଜାଣିପାରି ପିତାଙ୍କୁ କହିଲେ, ପିତାଶ୍ରୀ, ସ୍ୱୟଂବରର ଘୋଷଣା କରନ୍ତୁ ନାହିଁ। ବିଶ୍ୱାସ କରନ୍ତୁ, ଆପଣଙ୍କ ଇଚ୍ଛା ଅନୁସାରେ ହିଁ ମୋର ବିବାହ ହେବ। ଏହିପରି ବୁଝାଇ ସୁଝାଇ ରାଗଲତା ସ୍ୱୟଂବର ଆୟୋଜନକୁ ଟାଳି ଦେଲେ। ଏହାପରେ ରାଗଲତା ଉଦ୍ୟାନକୁ ଗଲେ ଓ ସେଠାରେ ରହୁଥିବା ଯଶୋଧରଙ୍କୁ ସବୁ କଥା ଶୁଣାଇ କହିଲେ, ଯଦି ତୁମକୁ ଏହିପରି ବିଚିତ୍ର ରୂପ ମିଳିବାର ରହସ୍ୟ ଜଣାପଡ଼ିଯାଆନ୍ତା, ତେବେ ହୁଏତ ସେଥିରୁ ମୁକ୍ତି ପାଇବାର ବାଟ ଅନ୍ୱେଷଣ କରି ହୁଅନ୍ତା। କିନ୍ତୁ ତୁମେ ନିଜେ ମଧ୍ୟ ଏହାର କାରଣ ଜାଣିନାହଁ। ବଡ଼ଲୋକମାନେ କହନ୍ତି, ବହୁଦିନ ତଳେ ଦେବଲୋକରେ ଏକ କଳହ ଯୋଗୁଁ ପୃଥ୍ୱୀଲୋକର ରାଜା ହରିଶ୍ଚନ୍ଦ୍ରଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ପରେ ତାଙ୍କର ସବୁ କଷ୍ଟ ଦୂର ହୋଇଗଲା। ଯେ ପର୍ଯ୍ୟନ୍ତ ତୁମକୁ ତୁମର ପ୍ରକୃତ ଚେହେରା ପ୍ରାପ୍ତ ହୋଇନାହିଁ, ମୁଁ ସେ ପର୍ଯ୍ୟନ୍ତ ତୁମକୁ ପ୍ରତୀକ୍ଷା କରିବି। ରାଗଲତା ଦୀର୍ଘଶ୍ୱାସ ପକାଇ କହିଲେ। ଯଶୋଧର କେବଳ ଅସହାୟ ହୋଇ ଚାହିଁ ରହିଥିଲେ। ରାଜକୁମାରୀଙ୍କର ଭାବାବେଗକୁ ହୃଦୟଙ୍ଗମ କରି ସେ ଯନ୍ତ୍ରଣା ଅନୁଭବ କରୁଥିଲେ। ଗନ୍ଧର୍ବ ଲୋକରେ ଥାଇ ଚତୁଶ୍ୱରୀ ଏହି ଦୃଶ୍ୟ ଦେଖୁଥିଲା। ସେ କଠୋର ସ୍ୱରରେ ଅଜରକୁ କହିଲା, ଦେଖିଲ ତୁମର ଦୁଷ୍ଟ ବୁଦ୍ଧି ଯଶୋଧରକୁ କିପରି ଦୟନୀୟ ପରିସ୍ଥିତିରେ ପକାଇ ଦେଇଛି। ଏବେ ବି କିଛି କ୍ଷତି ହୋଇନାହିଁ। ତୁମେ ବିବାହ କରିବାକୁ ରାଜି ହୋଇଯିବା କ୍ଷଣି ଯଶୋଧରକୁ ପ୍ରକୃତ ରୂପ ମିଳିଯିବ। ଅଜର ସ୍ପଷ୍ଟ ଭାବେ ଜଣାଇଲା। ତାପରେ ବିରକ୍ତି ପ୍ରକାଶ କରି ଚତୁଶ୍ୱରୀ କହିଲା, ବିନା ଦୋଷରେ ତୁମେ ଯଶୋଧରକୁ ଏପରି ବିପଦ ମୁହଁକୁ ଠେଲିଦେଲ। ତୁମର ଦୁଷ୍ଟ ବୁଦ୍ଧିର ତୁଳନା ନାହିଁ। ତୁମକୁ ସାଧାରଣ ମନୁଷ୍ୟ ରୂପ ଧାରଣ କରି ଭୂଲୋକରେ ରହିବାକୁ ପଡ଼ିବ। ମାନବ ଜୀବନର ଦୁଃଖ କଷ୍ଟ ସହିବାକୁ ପଡ଼ିବ। ସେଠାରେ ଥିବାବେଳେ ତୁମ ମନରେ ଯେତେବେଳେ କରୁଣା, ଦୟା, ପ୍ରେମ ପରି ଉତ୍ତମ ଗୁଣାବଳୀ ବିକାଶ ଲାଭ କରିବ, ସେତେବେଳେ ଯାଇ ତୁମକୁ ମାନବ ରୂପରୁ ମୁକ୍ତି ମିଳିବ। ତାପରେ ତୁମେ ମୋ ସହିତ ବିବାହ କରିବାକୁ ଯୋଗ୍ୟ ହେବ। ମୋର ପ୍ରେମ ନିଷ୍କଳଙ୍କ, ତେଣୁ ମୋର ଅଭିଶାପ ନିଶ୍ଚୟ ଫଳିତ ହେବ। ଠିକ୍ ପରକ୍ଷଣରେ ଅଜର ମାନବ ରୂପ ଧାରଣ କରି ଭୂଲୋକରେ ପ୍ରବେଶ କଲା। ଯଶୋଧର ଶାପମୁକ୍ତ ହୋଇଗଲେ। ସେ ସାଧାରଣ ମାନବ ରୂପ ଧାରଣ କରି ରାଗଲତାଙ୍କୁ ନିଜର ପରିଚୟ ପ୍ରଦାନ କଲେ। ଉଭୟଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହେଲା। ବେତାଳ ଏହି କାହାଣୀ ଶୁଣାଇଲା ପରେ ବିକ୍ରମାର୍କ ନିକଟରେ ନିଜର ସନ୍ଦେହ ବ୍ୟକ୍ତ କରି କହିଲା, ରାଜନ, ପ୍ରକୃତରେ କ'ଣ ଚତୁଶ୍ୱରୀର ମନରେ ଅଜର ପାଇଁ ସ୍ଥାନ ଥିଲା? ଯଶୋଧର ପ୍ରକୃତ ରୂପେ ଫେରି ପାଇଗଲେ, ଏହାର କାରଣ କ'ଣ? ବିକ୍ରମାର୍କ ଉତ୍ତର ଦେଲେ, ପ୍ରଥମରୁ ହିଁ ଚତୁଶ୍ୱରୀଙ୍କ ହୃଦୟରେ ଅଜର ପ୍ରତି ପ୍ରେମଭାବ ରହିଥିଲା। ଅଜର ମଧ୍ୟ ତାଙ୍କୁ ବହୁତ ଭଲ ପାଉଥିଲେ। ମାତ୍ର ତାଙ୍କର ସ୍ୱାର୍ଥପର ମନୋଭାବ ତାଙ୍କୁ ଅସହିଷ୍ଣୁ କରି ପକାଇଲା। ସେ ଅକାରଣରେ ଯଶୋଧରଙ୍କୁ ଅଭିଶାପ ଦେଇ କଷ୍ଟରେ ପକାଇଦେଲେ। ଚତୁଶ୍ୱରୀଙ୍କୁ ଏହା ପସନ୍ଦ ହେଲା ନାହିଁ। ସେ ତାଙ୍କ ସ୍ୱଭାବରେ ପରିବର୍ତ୍ତନ ଆଣିବାକୁ ପ୍ରଚେଷ୍ଟା କଲେ।
ତାଙ୍କ ଦୁଷ୍ଟ ସ୍ୱଭାବକୁ ଧିକ୍କାର କଲେ। ଅଜର ସ୍ୱାର୍ଥର ବଶବର୍ତ୍ତୀ ହୋଇଥିବାରୁ ଅପରର କଷ୍ଟ ବୁଝିପାରୁନଥିଲେ। ଯଶୋଧରଙ୍କର ଦୁଃସ୍ଥିତିକୁ ହୃଦୟଙ୍ଗମ କରିବା ପାଇଁ ଚତୁଶ୍ୱରୀ ତାଙ୍କୁ ଅଭିଶାପ ଦେଲେ। ଏହି ପ୍ରକାରେ ଯଶୋଧର ଶାପମୁକ୍ତ ହେଲେ। ଜଣେ ଗନ୍ଧର୍ବ ନିଜର ଅଦ୍ଭୁତ ଶକ୍ତି ପ୍ରୟୋଗ କରି ଅଭିଶାପ ଦେଲେ ତାକୁ ଫେରାଇ ନେବାର ଶକ୍ତି ତାଙ୍କ ପାଖରେ ନଥାଏ। ଏବେ ରାଗଲତା ଓ ଯଶୋଧରଙ୍କର ପାରସ୍ପରିକ ପ୍ରେମ କଥା ବିଚାର କରିବା। ଏହା ମନୁଷ୍ୟର ସ୍ୱାଭାବିକ ଭାବାବେଗ ଓ ହୃଦୟର କଥା ଅଟେ। ମାନବ ରୂପ ଧାରଣ କଲା ପରେ ଅଜର ନିଜର ଶକ୍ତି ହରାଇ ବସିଲେ। ତେଣୁ ଯଶୋଧରଙ୍କ ଉପରେ ସେ ପ୍ରୟୋଗ କରିଥିବା ଶକ୍ତି ବ୍ୟର୍ଥ ହୋଇଗଲା। ପ୍ରକୃତରେ ଅଜରଙ୍କର ଈର୍ଷା ହିଁ ଯଶୋଧରଙ୍କର ମଙ୍ଗଳ କରିପାରିଲା। ଏଥିପାଇଁ ସେ ରାଜକୁମାରୀ ରାଗଲତାଙ୍କୁ ଭେଟି ପାରିଲେ। ଏହିପରି ରାଜାଙ୍କର ମୌନଭଙ୍ଗ କରିବାରେ ସଫଳ ହୋଇ ଶବ ଓ ଶବସ୍ଥିତ ବେତାଳ ଅଦୃଶ୍ୟ ରୂପରେ ପୁନଶ୍ଚ ବୃକ୍ଷଡାଳରେ ଝୁଲି ପଡ଼ିଲା।